ଦଶମ ଶ୍ରେଣୀ ସଂସ୍କୃତ ବହିର ଏକାଙ୍କିକା ବିଭାଗ ଶିଶୁ ବାତ୍ସଲ୍ୟମ୍ ବିଷୟବସ୍ତୁର ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ କହିଛି, ନିଜ ଭାଷାରେ ପ୍ରାୟ 3ଟି ବାକ୍ୟରେ ଉତ୍ତର ଲେଖିବା ପାଇଁ। କ ନମ୍ବର ପ୍ରଶ୍ନ କହିଛି, ପ୍ରଥମା ତାପସୀ ସର୍ବଦମନସ୍ୟ ନାମକରଣ ବିଷये କିଂ କଥିତବତି। ଏହାର ଉତ୍ତର ହେଉଛି, ମରୀଚିଙ୍କ ଆଶ୍ରମରେ ଶକୁନ୍ତଳାଙ୍କ ପୁତ୍ର ସର୍ବଦମନ ଗୋଟିଏ ସିଂହ ଧରି ତା ପାଟିକୁ ମେଲା କରି ଦାନ୍ତଗୁଡ଼ିକ ଗଣିବାକୁ ପ୍ରୟାସ କରିଛି। ଏହି ଅବସରରେ 2 ଜଣ ତାପସୀ ପ୍ରବେଶ କରିଛନ୍ତି। ପ୍ରଥମ ତାପସୀଟି କହି ଉଠିଛି, ରେ ଦୃଷ୍ଟ, ଅପତ୍ୟଗୁଡ଼ିକୁ ସମଦୃଷ୍ଟିରେ ନ ଦେଖି ପ୍ରାଣୀମାନଙ୍କୁ କାହିଁକି କଷ୍ଟ ଦେଉଛୁ? ତୋର ଦୁଷ୍ଟାମି ବଢ଼ିଗଲାଣି। ଋଷିଙ୍କ ଦ୍ୱାରା ପ୍ରଦତ୍ତ ସର୍ବଦମନ ନାମ ବାସ୍ତବିକ ତୋ ପାଇଁ ଠିକ୍ ଅଛି। ଖ ନମ୍ବର ପ୍ରଶ୍ନ କହିଛି, ଦ୍ୱିତୀୟା ତାପସୀ ବାଳାୟ ମୃତ୍ତିକା ମୟୂରଂ ଦାତୁଂ କଥମ୍ ଐଚ୍ଛତ୍। ଦ୍ୱିତୀୟ ତାପସୀ ପିଲାଟିକୁ ମାଟି ମୟୂର ଦେବାକୁ କାହିଁକି ଇଚ୍ଛା କଲେ? ଏହାର ଉତ୍ତର ହେଉଛି, ଶିଶୁ ସର୍ବଦମନ ସିଂହଛୁଆକୁ ଧରି ଖେଳୁଥିବା ବେଳେ ଦ୍ୱିତୀୟ ତାପସୀ ତାକୁ ଡରାଇ କହିଛି ଯେ, ଶୀଘ୍ର ତାକୁ ଛାଡ଼ିଦିଅ, ନଚେତ୍ ସିଂହୀ ତୋତେ ଆକ୍ରମଣ କରିବ। ପ୍ରଥମ ତାପସୀ ଅନ୍ୟ ଖେଳନା ଦେବାକୁ ପ୍ରତିଶ୍ରୁତି ଦେଲେ ମଧ୍ୟ ସେ ସିଂହଛୁଆଟିକୁ ନ ଛାଡ଼ିବାରୁ ଦ୍ୱିତୀୟ ତାପସୀ ତା କୁଡ଼ିଆରୁ ରଙ୍ଗୀନ ମାଟି ମୟୂରଟି ଆଣି ତାକୁ ଦେବାକୁ ଇଚ୍ଛା କରିଛି। ଗ ନମ୍ବର ପ୍ରଶ୍ନ କହିଛି, ଅନେନୈବ ତାବତ୍ କ୍ରୀଡ଼ିଷ୍ୟାମି ଇତି କଃ କଥମ୍ ଅବଦତ୍। ସେ ପର୍ଯ୍ୟନ୍ତ ଏହା ସହିତ ହିଁ ଖେଳିବି ବୋଲି କିଏ କାହିଁକି କହିଥିଲା? ଏହାର ଉତ୍ତର ହେଉଛି, ସର୍ବଦମନ ସିଂହ ଶିଶୁର ପାଟି ମେଲା କରି ଦାନ୍ତ ଗଣିବାକୁ ଚେଷ୍ଟା କରି ତାକୁ କଷ୍ଟ ଦେବାରୁ ଦ୍ୱିତୀୟ ତାପସୀ ତା କୁଡ଼ିଆରୁ ମାଟି ମୟୂରଟି ଆଣିବାକୁ ପ୍ରଥମ ତାପସୀକୁ କହିଲା। ପ୍ରଥମ ତାପସୀ ମାଟି ମୟୂର ଆଣିବାକୁ ଗଲାବେଳେ ସର୍ବଦମନ କହିଲା ଯେ ପର୍ଯ୍ୟନ୍ତ ମାଟି ମୟୂର ଆଣିନାହଁ ସେ ପର୍ଯ୍ୟନ୍ତ ଏହି ସିଂହ ଶିଶୁ ସହିତ ଖେଳିବି। ଘ ନମ୍ବର ପ୍ରଶ୍ନ କହିଛି, କଦା ତାପସୀ ରାଜାନଂ ସାହାଯ୍ୟ ପ୍ରାର୍ଥିତବତୀ। କେତେବେଳେ ତାପସୀ ରାଜାଙ୍କୁ ସାହାଯ୍ୟ ପ୍ରାର୍ଥନା କଲେ? ନା, ଏହାର ଉତ୍ତର ହେଉଛି, ପ୍ରଥମା ତାପସୀ ଦ୍ୱିତୀୟ ତାପସୀ କୁଟୀରରୁ ମାଟି ମୟୂରଟି ଆଣିବାକୁ ପ୍ରସ୍ଥାନ କଲା। ସର୍ବଦମନ ସିଂହ ଶାବକ ସହିତ ଖେଳୁଥିବାର ରାଜା ଦୁଷ୍ୟନ୍ତ ଦେଖି ଖୁସି ହେଉଥିଲେ। ପିଲାଟି ତାପସୀର କଥା ନ ମାନିବାରୁ ସେ ଚାରିପଟକୁ ଚାହିଁ ରାଜା ଦୁଷ୍ୟନ୍ତଙ୍କୁ ଦେଖି ତାଙ୍କ ସାହାଯ୍ୟ ମାଗି କହିଲା ଯେ, ହେ ମହାଶୟ, ଜୋରରେ ଜାବୁଡ଼ି ଧରି ସିଂହଛୁଆଟିକୁ କଷ୍ଟ ଦେଉଥିବା ପିଲାଟିର ହାତରୁ ସିଂହଛୁଆଟିକୁ ମୁକୁଳାଇ ଦିଅନ୍ତୁ। ଙ ନମ୍ବର ପ୍ରଶ୍ନ କହିଛି, ତାପସୀ ଶିଶୋଃ ପରିଚୟଂ କେନ ରୂପେଣ ଅଦଦାତ୍। ତାପସୀ ଶିଶୁଟିର ପରିଚୟ କିପରି ଦେଇଥିଲେ? ଏହାର ଉତ୍ତର ହେଉଛି, ଶିଶୁ ସର୍ବଦମନ ସିଂହଛୁଆଟି ସହିତ ଖେଳି ଖେଳି ତାକୁ କଷ୍ଟ ଦେଉଥିବାର ଦେଖି ତାପସୀ ରାଜା ଦୁଷ୍ୟନ୍ତଙ୍କର ସହାୟତା ଲୋଡ଼ିଛନ୍ତି। ରାଜା ସ୍ମିତହାସ୍ୟପୂର୍ବକ ସର୍ବଦମନଙ୍କୁ ଋଷିକୁମାର ବୋଲି ସମ୍ବୋଧନ କରି ଆଶ୍ରମ ମର୍ଯ୍ୟାଦା ବିରୁଦ୍ଧ କାର୍ଯ୍ୟରୁ ନିବୃତ୍ତ ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ତାପସୀ ସର୍ବଦମନ ଋଷିକୁମାର ନୁହନ୍ତି ଏବଂ ସେ ପୁରୁବଂଶରେ ଜାତ ବୋଲି ଶିଶୁଟିର ପରିଚୟ ଦେଲେ। ଚ ନମ୍ବର ପ୍ରଶ୍ନ, କଥଂ ତାପସୀ ବାଳସ୍ୟ ପିତॄନାମ ନୈଚ୍ଛତ୍। କାହିଁକି ତାପସୀ ପିଲାଟିର ପିତାଙ୍କ ନାମ କହିବାକୁ ଇଚ୍ଛା କଲେ ନାହିଁ? ଏହାର ଉତ୍ତର ହେଉଛି, ରାଜା ଦୁଷ୍ୟନ୍ତ ତାପସୀଙ୍କ ମୁଖରୁ ଶିଶୁଟିର ଜନ୍ମ ପୁରୁବଂଶରେ
ଏବଂ ତା ମାଙ୍କର ଅପ୍ସରା ସହିତ ସମ୍ପର୍କ ଥିବାରୁ ଦେବଗୁରୁଙ୍କ ତପୋବନରେ ସେ ଜନ୍ମ ହୋଇଛି ବୋଲି ଜାଣିଲା ପରେ ପିଲାଟିର ବାପାଙ୍କ ନାମ ଜାଣିବାକୁ ଇଚ୍ଛା ପ୍ରକଟ କଲେ। ତାପସୀଙ୍କ ମତରେ ଯେଉଁ ରାଜା ନିଜ ଧର୍ମପତ୍ନୀଙ୍କୁ ପରିତ୍ୟାଗ କରିଛନ୍ତି ତାଙ୍କର ନାମ ଉଚ୍ଚାରଣ କରିବା ଅନୁଚିତ। ତେଣୁ ଶିଶୁର ପିତାଙ୍କ ନାମ କହିବାକୁ ସେ ଇଚ୍ଛା କଲା ନାହିଁ। 6 ନମ୍ବର ପ୍ରଶ୍ନ କୁତ୍ର ବା ମେ ଅମ୍ବା ଇତି ବାଳଃ କଥମ୍ ଉକ୍ତବାନ୍। କେଉଁଠି ମୋର ମା ବୋଲି ପିଲାଟି କାହିଁକି କହିଥିଲା? ଏହାର ଉତ୍ତର ହେଉଛି ତାପସୀ ମାଟି ତିଆରି ମୟୂରଟି ଆଣି ଶକୁନ୍ତଳାବଣ୍ୟ ଅର୍ଥାତ୍ ପକ୍ଷୀଟିର ସୌନ୍ଦର୍ଯ୍ୟ ଦେଖ ବୋଲି କହିଲା। ଏହା ଶୁଣିବା ମାତ୍ରେ ସର୍ବଦମନ କେଉଁଠି ମୋର ମା ବୋଲି କହି ଚାରିଆଡ଼କୁ ଚାହିଁଥିଲା, କାରଣ ତାର ମାଙ୍କ ନାମ ଶକୁନ୍ତଳା ଥିଲା। ନାମ ସାଦୃଶ୍ୟ ହେତୁ ପିଲାଟି ମାଙ୍କୁ ଖୋଜିଲା। 6 ନମ୍ବର ପ୍ରଶ୍ନ ରକ୍ଷା କରକଣ୍ଡସ୍ୟ କୋ ବିଶେଷ ଆସୀତ୍। ରକ୍ଷା କବଚର ବିଶେଷତ୍ୱ କ'ଣ ଥିଲା? ସର୍ବଦମନର ଜାତକର୍ମ ସମୟରେ ଭଗବାନ ମାରୀଚ ଅପରାଜିତା ନାମକ ଔଷଧଯୁକ୍ତ ରକ୍ଷା କବଚଟି ଦେଇଥିଲେ। ତାର ବିଶେଷତ୍ୱ ଥିଲା ଯଦି କେତେବେଳେ ତଳେ ଭୂମିରେ ପଡ଼ିଯାଏ ତେବେ ତାର ବାପା ମା ବା ସେ ନିଜେ ତଳୁ ଉଠାଇବେ। ଯଦି ଅନ୍ୟ କେହି ଉଠାଇବ ତେବେ ସେହି ରକ୍ଷା କବଚଟି ସର୍ପ ରୂପ ଧାରଣ କରି ସେହି ବ୍ୟକ୍ତିକୁ ଦଂଶନ କରିବ। ପରବର୍ତ୍ତୀ ପ୍ରଶ୍ନ 2 ନମ୍ବର କହିଛି ସଂକ୍ଷେପରେ ଉତ୍ତର ଲେଖିବା ପାଇଁ। କ ନମ୍ବରରେ କହିଛି ବାଳଃ ସିଂହ ଶିଶୁଂ ଧୃତ୍ୱା କିମ୍ ଅବଦତ୍। ବାଳକ ସିଂହ ଶିଶୁକୁ ଧରି କ'ଣ କହୁଥିଲା? ଏହାର ଉତ୍ତର ହେଉଛି ରେ ସିଂହ ମୁହଁ ଖୋଲ, ତୋର ଦାନ୍ତଗୁଡ଼ିକୁ ଗଣିବି। ଖ ନମ୍ବର ପ୍ରଶ୍ନ କହିଛି ବାଳସ୍ୟ ନାମ କିମାସୀତ୍। ପିଲାଟିର ନାମ କ'ଣ ଥିଲା? ଏହାର ଉତ୍ତର ହେଉଛି ପିଲାଟିର ନାମ ସର୍ବଦମନ ଥିଲା। ଗ ନମ୍ବର ପ୍ରଶ୍ନ କହିଛି ସର୍ବଦମନଃ ଇତି ବାଳସ୍ୟ ନାମ କେନ କୃତମ୍। ସର୍ବଦମନ ବୋଲି ପିଲାଟିର ନାମକରଣ କିଏ କରିଥିଲେ? ଏହାର ଉତ୍ତର ହେଉଛି ଋଷି ମାରୀଚ ପିଲାଟିର ନାମ ସର୍ବଦମନ ଦେଇଥିଲେ। ଘ ନମ୍ବର ପ୍ରଶ୍ନ କା ମୃତ୍ତିକା ମୟୂରମ୍ ଆନୀତବତୀ। କିଏ ମାଟି ମୟୂର ଆଣିଲେ? ଏହାର ଉତ୍ତର ହେଉଛି ପ୍ରଥମା ତାପସୀ ଦ୍ୱିତୀୟ ତାପସୀର କୁଡ଼ିଆରୁ ମାଟି ମୟୂରଟି ଆଣିଥିଲେ। ମ ନମ୍ବର ପ୍ରଶ୍ନ ମୃତ୍ତିକା ମୟୂରଃ କୁତ୍ର ଆସୀତ୍। ମାଟି ମୟୂର କେଉଁଠି ଥିଲା? ଏହାର ଉତ୍ତର ମାଟି ମୟୂରଟି ଦ୍ୱିତୀୟ ତାପସୀର କୁଟୀରରେ ଥିଲା। ଚ ନମ୍ବର ପ୍ରଶ୍ନ ତାପସୀ ରାଜାନଂ ଦୃଷ୍ଟ୍ୱା କିଂ କର୍ତ୍ତୁମ୍ ଅବଦତ୍। ତାପସୀ ରାଜାଙ୍କୁ ଦେଖି କ'ଣ କରିବାକୁ କହିଲା? ଏହାର ଉତ୍ତର ହେଉଛି ତାପସୀ ରାଜାଙ୍କୁ ଦେଖି ସିଂହ ଛୁଆକୁ ହାତରେ ଜୋରରେ ଧରି କଷ୍ଟ ହେଉଥିବା ସର୍ବଦମନଠାରୁ ମୁକୁଳାଇବାକୁ ଅନୁରୋଧ କରିଥିଲେ। 6 ନମ୍ବର ପ୍ରଶ୍ନ ସର୍ବଦମନଃ କସ୍ମିନ୍ ବଂଶେ ଜାତୋଦ୍ଭବତ୍। ସର୍ବଦମନ କେଉଁ ବଂଶରେ ଜନ୍ମ ହୋଇଥିଲା? ଏହାର ଉତ୍ତର ହେଉଛି ସର୍ବଦମନ ପୁରୁବଂଶରେ ଜାତ ବୋଲି ତାପସୀ ରାଜା ଦୁଷ୍ୟନ୍ତଙ୍କୁ କହିଥିଲେ। ଜ ନମ୍ବର ପ୍ରଶ୍ନ ପରଦାର ବ୍ୟବହାରଃ କୀଦୃଶଃ ଭବତି। ପରସ୍ତ୍ରୀ ପ୍ରସଙ୍ଗ କିପରି ଅଟେ? ଏହାର ଉତ୍ତର ଅନ୍ୟ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରିବା ଅଶିଷ୍ଟାଚାର ଅଟେ। 6 ନମ୍ବର ପ୍ରଶ୍ନ କଥଂ ତାପସୋ ବିସ୍ମିତେ ଅଭବତାମ୍।
କାହିଁକି ତାପସ୍ୱୀଦ୍ୱୟ ବିସ୍ମିତ ହେଲେ? ଏହାର ଉତ୍ତର ସର୍ବଦମନ ହାତରୁ ତଳେ ପଡ଼ିଯାଇଥିବା ରକ୍ଷା କବଚଟିକୁ ରାଜା ଉଠାଇ ଆଣିଲେ ମଧ୍ୟ ସେହି କବଚଟି ସର୍ପ ହୋଇ ତାଙ୍କୁ ଦଂଶନ କଲା ନାହିଁ। ଏହା ଦେଖି ତାପସ୍ୱୀ ଦୁହେଁ ବିସ୍ମିତ ହେଲେ। 9 ନମ୍ବର ପ୍ରଶ୍ନ ରକ୍ଷାକରଣ୍ଡକଂ କେନ କଦା ସର୍ବଦମନାୟ ଦତ୍ତମ୍। ରକ୍ଷା କବଚ କିଏ କେବେ ସର୍ବଦମନଙ୍କୁ ପ୍ରଦାନ କରିଥିଲେ? ଏହାର ଉତ୍ତର ସର୍ବଦମନର ଜାତକର୍ମ ସମୟରେ ଅପରାଜିତା ଔଷଧିରେ ପ୍ରସ୍ତୁତ ରକ୍ଷା କବଚଟିକୁ ଭଗବାନ ମାରିଚି ତାଙ୍କୁ ପ୍ରଦାନ କରିଥିଲେ। 10 ନମ୍ବର ପ୍ରଶ୍ନ ରକ୍ଷାକରଣ୍ଡେକ କା ଔଷଧି ଆସୀତ୍। ରକ୍ଷା କବଚରେ କେଉଁ ଔଷଧ ଥିଲା? ଭଗବାନ ମାରିଚିଙ୍କ ପ୍ରଦତ୍ତ ରକ୍ଷା କବଚଟିରେ ଅପରାଜିତା ନାମକ ଔଷଧ ଥିଲା। 6 ନମ୍ବର ପ୍ରଶ୍ନ ବାଳସ୍ୟ ମାତୃନାମ କିମ୍। ପିଲାଟିର ମା'ର ନାମ କ'ଣ ଥିଲା? ଏହାର ଉତ୍ତର ଶିଶୁ ସର୍ବଦମନଙ୍କର ମା'ଙ୍କ ନାମ ଥିଲା ଶକୁନ୍ତଳା। 8 ନମ୍ବର ପ୍ରଶ୍ନ ନାମ ସାଦୃଶ୍ୟେନ କଃ ବଞ୍ଚିତ ଆସୀତ୍। ନାମ ସାଦୃଶ୍ୟ ଦ୍ୱାରା କିଏ ବଞ୍ଚିତ ହୋଇଥିଲା? ଏହାର ଉତ୍ତର ଶିଶୁ ସର୍ବଦମନର ମା'ଙ୍କ ନାମ ଶକୁନ୍ତଳା। ତାପସ୍ୱୀ ମାଟି ମୟୂର ଆଣି ଶକୁନ୍ତଲାବଣ୍ୟ ପଶ୍ୟ କହିବାର ଶୁଣି ସର୍ବଦମନ ବଞ୍ଚିତ ହୋଇଥିଲା। 3 ନମ୍ବର ପ୍ରଶ୍ନ କହିଛି ବନ୍ଦନୀ ମଧ୍ୟରୁ ରେଖାଙ୍କିତ ପଦମାନଙ୍କର କାରକ ବିଭକ୍ତିଗତ ଶୁଦ୍ଧ ଉତ୍ତର ବାଛି ଲେଖିବା ପାଇଁ। ପ୍ରଥମ ପ୍ରଶ୍ନ କ ନମ୍ବରରେ କହିଛି କୃତଂ ତେ ନାମଧେୟମ୍। ଏହାର ଉତ୍ତର ହେବ ସମ୍ବନ୍ଧେ ଷଷ୍ଠୀ। ଖ ନମ୍ବର ପ୍ରଶ୍ନ ଅନେନ ଏବ ତାବତ୍ କ୍ରୀଡ଼ିଷ୍ୟାମି। ଏହାର ଉତ୍ତର କରଣେ ତୃତୀୟା। ଗ ନମ୍ବର ପ୍ରଶ୍ନ ସ୍ପୃହୟାମି ଖଳୁ ଦୃଢ଼ଲିତାୟ ଅସ୍ମେ। ଏହାର ଉତ୍ତର ହେବ ସ୍ପୃ ଧାତୁ ଯୋଗେ ଚତୁର୍ଥୀ। ଘ ନମ୍ବର ପ୍ରଶ୍ନ ମାନୁଷ୍ୟାଣଂ ଇଦଂ ସ୍ଥାନଂ ପ୍ରାପ୍ତବ୍ୟମ୍। ଏହାର ଉତ୍ତର କୃତ୍ୟ ପ୍ରତ୍ୟୟାନ୍ତ ପଦ ଯୋଗେ ଷଷ୍ଠୀ। ଗ ନମ୍ବର ପ୍ରଶ୍ନ କୁତ୍ର ବା ମେ ଅମ୍ବା। ଏହାର ଉତ୍ତର ସମ୍ବନ୍ଧେ ଷଷ୍ଠୀ। ଚ ନମ୍ବର ପ୍ରଶ୍ନ ରୋଚତେ ମହ୍ୟମ୍ ଏଷଃ ଭଦ୍ର ମୟୂରଃ। ଏହାର ଉତ୍ତର ହେଉଛି ରୁଚାର୍ଥକ ଧାତୁ ପ୍ରୟୋଗ ଚତୁର୍ଥୀ। 6 ନମ୍ବର ପ୍ରଶ୍ନ ଅଳମ୍ ଆବେଗେନ। ଏହାର ଉତ୍ତର ବାରଣାର୍ଥେ ତୃତୀୟା। ଚ ନମ୍ବର ପ୍ରଶ୍ନ ଶକୁନ୍ତଳାଏ ନିବେଦୟାବଃ। ଏହାର ଉତ୍ତର ନିବେଦନାର୍ଥେ ଚତୁର୍ଥୀ। 9 ନମ୍ବର ପ୍ରଶ୍ନ ଅମ୍ବାୟାଃ ସକାଶଂ ଗମିଷ୍ୟାମି। ଏହାର ଉତ୍ତର ହେବ ନିକଟାର୍ଥକ ଶବ୍ଦ ଯୋଗେ ଚତୁର୍ଥୀ। 4 ନମ୍ବର ପ୍ରଶ୍ନ କହିଛି ବାକ୍ୟ ରଚନା କରିବା ପାଇଁ। କେତୋଟି ଶବ୍ଦ ଦେଇଛି ସେ ଶବ୍ଦକୁ ନେଇ ଏକ ଏକ ବାକ୍ୟ ଗଠନ କରିବା। ପ୍ରଥମେ କହିଛି କୁତ୍ର। ହେ ରାଜନ୍ କୁତ୍ର ତବ ଗୃହମ୍। ସକାଶମ୍ ଭକ୍ତଃ ମନ୍ଦିରସ୍ୟ ସକାଶମ୍ ଗଚ୍ଛତି। ଗଣୟତି ଦୃଷ୍ଟଃ ସାଧୁଂ ନ ଗଣୟତି। ଅୟି ମାତଃ ଭୋଜनं ଦେହି। ରୋଚତେ ମମ ମାତ୍ରେ ଦଧି ରୋଚତେ। ଇଦଂ
इदं फलं मधुरं भवति। किमर्थं त्वं किमर्थं क्रन्दसि? एहि त्वं ग्रामम् एहि सहर्षं। शिशुः सर्वदा सहर्षं कथयति। परवर्ती प्रश्न 5 नंबर कही संधि करने यार उत्तर हेउछि जदि युक्त एतस्या जदि एतस्या मम युक्त अयम मामयम पुनः युक्त आत्मगत्या पुनरात्मगत्या इदं युक्त अस्य इदमस्य कदाचित् युक्त अस्याः कदाचिदस्याः अनेन युक्त एव अनेनैव कः युक्त अत्र कोत्रः देवगुरौ युक्त तपोवने देवगुरोस्तपोवने ततः युक्त तं ततस्तम। परवर्ती प्रश्न 6 नंबर कही संधि विच्छेद करने भीतोस्मि भीतः युक्त अस्मि वाक्मात्रेण वाक् युक्त मात्रेण खलोयम खलो युक्त अयम मानुषाणामिदं मनुष्याणां युक्त इदं मामेव मां युक्त एव मह्यमेषः मह्यं युक्त एषः सहेव सः युक्त एव इत्यधरम् इति युक्ताधरं मोचयानेन मोचय युक्त अनेन कः युक्त अस्य कस्तस्य कः युक्त तस्य मातुराख्या मातुः युक्त आख्याः अळमावेगेन अलं युक्त आवेगेन नाभिनन्दामि न युक्त अभिनन्दामि।